ଯେତିକ ଭାଉଜ ମାନେ ଥିଲେ ହଁ ମୋର ଭାଉଜ ମାନେ ତ ଭାଉଜ ହେଲା ଯେତିକ ଆମର ସାଇ ପଡିଶା ଭାଉଜ ମାନେ ଥିଲେ ସବୁ କପଡା ଧରିକି ଆସିଥିଲେ। ହୁଁ ଆଉ ମତେ କହିଲେ ଝିଅ ଗୋ ହଁ ଆଉ ତମ ପିଲାମାନଙ୍କୁ ଆମକୁ ଦିଅ। ହଁ ମୁଁ କହିଲି କିନ୍ତି ଦେବି? ହୁଁ 12 ଦିନ ଗାଧେଇନି ନା ତମେ ତଳେ ରଖିଦିଅ ଆମେ ନେଇଯିବୁ। ହୁଁ ତାଙ୍କେ ନେଇଗଲେ ଗାଧେଇ ଦେଲେ ପାଉଡର କଳା ସବୁ ଲଗେଇ ଦେଇକିରି ତାଙ୍କେ ଯୋଉ ଆଣିଥିଲେ ଗାମୁଛା ଛକା ସବୁ ପାରିକିରି ଶୁଆଇଦେଲେ। ଓହୋ ତାପରେ ମୁଁ ଗାଧେଇଲି ମୁଁ ଘରକୁ ଗଲି। ତାପରେ ତମ ମାନଙ୍କୁ ସଜାଡିବାକୁ ମୋ ମା କହିଲା ଯେ ମା ତୁ କୌଣସି କାମ କରିବାକୁ ଦରକାର ନାହିଁ ତୋ ପିଲାମାନଙ୍କୁ ତୁ ଜାଗ୍ରତ କରିକି ରଖ। ତୋ ପିଲା ବଡ ହେଲେ ତୁ ଆଗ ନେଇକି ଯିବୁ। ତୁ କିଛି କାମ କରନା ତୁ ପିଲା କଥା ବୁଝେ। ମୁଁ କିଛି କାମ କରୁନଥାଏ। ମୋ ଭାଉଜ ଥିଲା ମତେ ରୋଷେଇ କରିକି ଦଉଥିଲା ହେଲା। ଆଉ ଆମ କଥା କ ତୁ ଏତେ କଥା କହନା। ତମ ଆମେ କଥା ପିଲା ବେଳେ କଣ ମାନେ ଛୋଟ ଛୋଟ ପିଲା ହେଇଥିଲୁ ହଁ ମାନେ ବେଶୀ ଉତ୍ପାତ ହଉଥିଲୁ ନା କଣ କରୁଥିଲୁ ତତେ ହଇରାଣ କରୁ ସେଗୁରା ଏଗୁରା ମତେ ହଇରାଣ କହନା ତୁ କରିନଥିଲେ ମତେ ଭଲକି ମତେ କିଏ କହ। ହଇରାଣ ହଁ କରିନଥିଲେ। ମୁଁ ଦି ଜଣଙ୍କୁ ଖୁଆଇଲା ଟାଇମରେ ଟିକେ ମତେ ଅସୁବିଧା ହଁ ହଉଥାଏ। ହଁ ଦି ଜଣଙ୍କୁ ଦି କାନି ଧରି ପାରୁନଥିଲି ଛୋଟ ପିଲା ହଁ ହେଇଥିଲା ନା ଗୋଟେ ଏଠିକି ଶୁଆଉଥାଏ ହଁ ଗୋଟେ ଏଇଠିକି ଶୁଆଉଥାଏ। ହଁ ଜଣଙ୍କୁ ଏନ୍ତି ଧରୁଥାଏ ଜଣଙ୍କୁ ଏନ୍ତି ଧରୁଥାଏ। ବଡ କଷ୍ଟ ନାଇଁ ଦି ଜଣଙ୍କୁ ପାଳିବା ଟା। ଆଉ କଣ ହଉଛି ଜାଣିଛୁ ନା ଆଉ ସେ ଗୋଟେ ଫୋନ ତୋ ଝିଅ ଫୋନ କରିଛି। ହ୍ୟାଲୋ ହ୍ୟାଲୋ ଆକା ଭିଡିଓରେ ଅଛୁ ଗୋଟେ କଥାଟେ ପଚାରି ଶୁଣେ। ଭିଡିଓ କରୁଛି ତୁ ଗୋଟେ କଥାଟେ ପଚାରୁଛି ଶୁଣେ। ପିଲାବେଳେ ତୁ ଅଧିକ ଗୋରା ଥିଲୁ ନା ମୁଁ ଅଧିକ ଗୋରା ଥିଲି? ତୁ ତତେ କିଏ କହିଲା ଗୋରା ବୋଲି? ହାଁ ତୋ ମା କୁ ପଚାରେ ତୋ ମା କହୁଥିଲା ପିଲା ବେଳେ ମୁଁ ଅଧିକ ଗୋରା ଥିଲି ମାନେ ଆମ ମା ମତେ ଅଧିକ ଧରୁଥିଲା ବୋଲେ କିଏ ଗୋରା ଥିଲା? ନାଇଁ ନାଇଁ ପୁଅଟା ନାଇଁ ମାନେ ଅଧିକ ଗୋରା ଥିଲି ହେଲେ ମତେ ଧରୁଥିଲା ବୁଝିଲୁ ନା ନାଇଁ? ନାଇଁ ଲୋ ମା ତୁ ଟିକେ ମୋଟା ଥିଲୁ ଇଏ ଟିକେ ପତଳା ଥିଲା ହଁ ସେଥିପାଇଁ ଧରୁଥିଲା। ଟେକି ପାରୁନଥିଲା। ମୁଁ ନାଇଁ ନାଇଁ ଗୋରା ଥିଲି ମୋଟା ନାଇଁ ଗୋରା 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 ପିଲା ମୋଟା ଥିଲି ହେଲା। ପିଲା ଏବେ ହେଲେ ମୁଁ ଗୋରା ଅଛି ତୁ ଆଗ କଳା ଅଛୁ ହେଲା। ତତେ ପଚାରୁଥିଲା ବେଲେ ସେ ଭାବିଲା ସିଏ ଭାବିଲା କାଳିଆ ପଡିଟା କଣ ବେକାର ଲୋକ ବେଶୀ କଣ କହିବା ବୋଲି ସେଥିପାଇଁ ତତେ ଧରିଲା ହେଲା। ବୁଝିଲୁ ନା ନାଇଁ? କଣ ବେଶୀ କହିଦଉଛୁ ମୁଁ ଗୋରା ହଁ ନା ନାଇଁ କହ? ତୁ କଣ ଗୋରା ହେଇଛୁ ଆ? ମୁଁ ଗୋରାଟା ଲୋ ହଁ ସୁନ୍ଦର। ଫଟୋ ଦେଖେ ଫଟୋ ପିଲା ବେଳର ଫଟୋ ଦେଖେ ଫଟୋରେ କେମିତି ଗୋରା ଦଉଛି। ତଳି ତୁ ଏମିତି କହନା ହେଲା ଏଇଟା କହିଲେ ହବନି। ଉନ୍ମାଦ ଲାଗିଛି ନାଇଁ ମୁଁ ଲୋ ଗୋରା ମା ହେଲା। ତୁ ଟିକେ ମୋଟା ଥିଲୁ ତ ହଁ ଆମ ମା କହିଦେଇ ତୋ ବୋଇତାଳୁ ଝିଅକୁ ନେ ମୁଁ କାଖେଇ ବୋଇତାଳୁ ବୋଇତାଳୁ ଜାଣିକି ଡାକୁଥିବି କଖାରୁ ତତେ ଡାକୁଥିବି ବୋଇତାଳୁ। ହଁ ଲୋ ମୁଁ କହୁଥିବି ତୋ ଝିଅକୁ ତୁ କାକା ମୁଁ ଧରି ପାରିବିନି କହୁଥିବି କୁଆଡେ ଗଲେ ତାକୁ କାଖେଇକି ଯିବ ଆଇବ। ଯେ ପିଲା ବେଳର କଥାକୁ ଆମେ ପଚାରିଛେ ଯେ ଆମେ ଗୋଟେ ପିଲା ବେଳର ଗୋଟେ ସ୍ମୃତିଟେ କହ। କୋଉଟା କେମିତି ମନେ ରହିବ ସେଥି ଯୋଗୁ ତତେ ତ ସ୍ମୃତି ଗୋଟେ ମାମା କହୁଛି କହୁଥିଲା। ଦାଣ୍ଡ ଘରେ ଶୁଆଇଥିଲି ଦି ଜଣଙ୍କୁ ହଁ ଗୋଡ ହାତ ନାତ ମାରି କପଡା ଫିଙ୍ଗାରି ଦଉଥିଲ ହଁ ହଁ ଆଉ ମାମା ବଡ କନ୍ଥାଟେ ଦେଲା ହଁ କହିଲା ଏ କନ୍ଥା ଟା ତୁ ହଁ ତାଙ୍କ ଗୋଡ ହାତ ଭିତରେ ରଖିକିରି ଘୋଡେଇ ଦେ। ହୁଁ ଶୀତ ଦିନ ହେଇଥିଲା। ହୁଁ ତମ ଗୋଡ ହାତ ସବୁ ଭିତରେ ରଖିଦେଲି ମୁଣ୍ଡରେ ଗୋଟେ ଗୋଟେ କନା ପକେଇଦେଲି। ହଁ ଛୋଟ ପିଲା ହେଇଥିଲ କନ୍ଥା ଘୋଡେଇ ଦେଲି ହଁ ଖୁଆଇକିରି ହଁ ଆଉ ତମେ ଖାଇଲେ କାନ୍ଦିବାର ନାହିଁ। ନାଇଁ ତା ପୁଅ ତ ଦୁଷ୍ଟଟା ଖାଲି କାନ୍ଦୁଛି। ତୋ ଝିଅ ଦୁଷ୍ଟଟା। ଶୁଣେ ତୋ ପୁଅ ଦୁଷ୍ଟ ଯେ କାନ୍ଦୁଛି ମୋ ପିଲା ଆଁ ହଁ ମୋ ପିଲା ନା କାନ୍ଦୁ ନଥାଏ।